କିଛି ଦିନ ତଳେ ଯେଉଁ ଧାନ ବିଲ ସବୁ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଥିଲା ତା ସହିତ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିଲେ ସେଇମାନଙ୍କ ପାଇଁ ଗୋଟେ ଭଲ ଖୁସି ଖବର ନେଇକି ଆସିଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ତ୍ତମାନ ମୋହନ ବାବୁ ସେ ଏମିତି ଏକ ଯୋଜନା ଅଛନ୍ତି ଯେଉଁମାନଙ୍କର ଧାନ ନଷ୍ଟ ହୋଇଯାଇଛି, ଯେଉଁମାନେ ଫସଲ ବୀମା କରିନାହାନ୍ତି ତା ସହିତ କୌଣସି ବୀମା ମଧ୍ୟ ସରକାର ତରଫରୁ ସେମାନେ କରିନାହାନ୍ତି, ସେଇମାନଙ୍କ ପାଇଁ ଏଇ ସ୍ପେଶାଲ ଏଇ ଭିଡ଼ିଓ। ତା ସହିତ ଦେଖିବା ଯେ କି ଯେଉଁ ଭାଗ ଚାଷୀ ଯେଉଁମାନେ କରିଥିଲେ ଯାହାଫଳରେ ସେମାନେ କୌଣସି ରେଜିଷ୍ଟ୍ରେସନ କରିନାହାନ୍ତି କିମ୍ବା ଫସଲ ବୀମା କରନ୍ତି ସେମାନଙ୍କ ପାଇଁ କି କ'ଣ ସବୁ ଫାଇଦା ଅଛି। ବର୍ତ୍ତମାନ ଜାଣିବା ଯେ କି ମୋହନ ବାବୁ ଯେଉଁ ପଦକ୍ଷେପ ନେଇଛନ୍ତି ଭାଗ ଚାଷୀଙ୍କ ଉପରେ, ଯେଉଁ ଲଗାଣ ବର୍ଷା ଯୋଗୁଁ ତାଙ୍କର ଧାନ କ୍ଷେତ ସବୁ ନଷ୍ଟ ହୋଇଯାଇଥିଲା, ତା ସହିତ ସିଏ 20 ବର୍ଷ ଇତିହାସରେ ସେ ପ୍ରଥମ ଥର କରିକି କ୍ଷେତକୁ ମଧ୍ୟ ବୁଲିବାକୁ ଯାଇଥିଲେ। ତା ଯେଉଁ ଚାଷୀ ଭାଇମାନେ ଭାଗକୁ ଆଣିକି ଚାଷ କାର୍ଯ୍ୟ କରିଥିଲେ ତା ସହିତ ଲଗାଣ ବର୍ଷା ଯୋଗୁଁ ଧାନ କିଆରି ନଷ୍ଟ ହୋଇଯାଇଥିଲା ଆଉ ଧାନ ମଧ୍ୟ ପାଇନଥିଲେ, ସେଇ ଚାଷୀ ଭାଇମାନଙ୍କ ପାଇଁ କି ମୁଁ ଗୋଟେ କଥା କହିବା ଚାହୁଁଛି ଯେ କି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ଆର୍ଆଇ କି ସେମାନେ ନିର୍ଦ୍ଦେଶ ଦେଇଛନ୍ତି, ପ୍ରତ୍ୟେକ ତହସିଲଦାରକୁ ନିର୍ଦ୍ଦେଶ ଦେଇଛନ୍ତି ଯାଇକି ତୁରନ୍ତ ଯାଇକି ଧାନ କ୍ଷେତ୍ରକୁ ସର୍ଭେ କରନ୍ତୁ। ତା ସହିତ ଯେଉଁ ଭାଗ ଚାଷୀମାନେ ଅଛନ୍ତି, ଯେଉଁ ମାଲିକମାନେ ସେମାନଙ୍କୁ ପଟ୍ଟା ଦେଉନାହାନ୍ତି ଜମିବାଡ଼ି ପଟ୍ଟାର, ବର୍ତ୍ତମାନ ସେମାନେ ନେଟ୍ରୁ ଯାଇକି ଭୁଲେକା ସାଇଟ୍ରୁ ଡାଉନଲୋଡ଼ କରିକି ତା ସହିତ ଭୂମିହୀନ ଭାଗ ଚାଷୀ ଆବେଦନ ଫର୍ମରେ ସେମାନେ ଫିଲ୍ଅପ୍ କରିପାରିବେ। ଫିଲ୍ଅପ୍ କରି ସେମାନଙ୍କୁ ଦେବେ, କେଉଁଠି ଦେବେ ନା ଆମ ଆର୍ଆଇ ଅଫିସ୍ ମାଧ୍ୟମରେ ଦେବେ, ନଚେତ ଆମ ତହସିଲଦାରଙ୍କୁ ଦେବେ। ଦେଲା ପରେ ସେମାନେ ସର୍ଭେ କରିବେ। ସର୍ଭେ କଲା ପରେ ଆପଣଙ୍କ ଯେଉଁ ଧାନ ନଷ୍ଟ କରାଯାଇଛି ସେଇ ଧାନ ନଷ୍ଟର କ୍ଷତିପୂରଣ ଦେବା ପାଇଁ ପଦକ୍ଷେପ ନେଇଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କିନ୍ତୁ ଯେଉଁମାନେ ଲଗାତାର ଭାବରେ ମୁଖ୍ୟମନ୍ତ୍ରୀକି ଅପଦସ୍ଥ କରିଯାଉଥିଲେ ଯେ କି ଏ ମୁଖ୍ୟମନ୍ତ୍ରୀ କିଛି କରିପାରିବନି ତା ସହିତ ହେଉଥିଲେ, କିନ୍ତୁ ଆମେ ବି ମଧ୍ୟ ଏଇ ଟାଇପ୍ର କହିଥିଲୁ, କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯେଉଁ ଭାବରେ ପଦକ୍ଷେପ ନେଉଛନ୍ତି ଇଏ ଗ୍ରହଣଯୋଗ୍ୟ ଆଉ ସ୍ୱାଗତ ଯୋଗ୍ୟ ମଧ୍ୟ। ବର୍ତ୍ତମାନ ଚାଷୀ ଭାଇମାନେ ଯେଉଁ ମୁଣ୍ଡରେ ହାତ ଦେଇ ବସିଥିଲେ ଦେଖି ସେମାନଙ୍କ ଫସଲ ନଷ୍ଟ ହୋଇଯାଇଛି, ଧାନ କିଆରି ଉଜୁଡ଼ି ଯାଇଛି, ମୋ ପଛରେ ବର୍ତ୍ତମାନ ଦେଖୁଛନ୍ତି କିନ୍ତୁ ଉଜୁଡ଼ି ଯାଇଛି। ବର୍ତ୍ତମାନ ସେମିତି ଆଉ କିଛି ହେବନି। ଆଉ ଯେଉଁମାନେ ନଷ୍ଟ ହୋଇଛି ବର୍ତ୍ତମାନ ସେମାନେ ଯାଇକି ତାଙ୍କର 20 ତାରିଖ ସୁଦ୍ଧା ଅଛି ଲାଷ୍ଟ ଡେଟ୍, ସେଇ 20 ତାରିଖ ଭିତରେ ସେମାନେ ନିକଟସ୍ଥ ଆର୍ଆଇ ଅଫିସରେ ନେଇକି ଫର୍ମ ଫିଲ୍ଅପ୍ କରି ଦାଖଲ କରିବେ ଆଉ ନେଟ୍ରୁ ପଟ୍ଟା ବାହାର କରି ନେବେ। ନେଟ୍ରୁ ପଟ୍ଟା ବାହାର କରି ନେବେ, ତା ସହିତ ଆଧାର କାର୍ଡ଼ ଦେବେ, ବ୍ୟାଙ୍କ ପାସବୁକ୍ ଦେବେ। ଦେଲା ପରେ ଆର୍ଆଇ ଅଫିସରେ ସେ ସବୁ ଡିପୋଜିଟ୍ କରିବେ। ଡିପୋଜିଟ୍ କଲା ପରେ ଆର୍ଆଇ ଭେରିଫାଇ କରିବେ। ଭେରିଫାଇ କଲା ପରେ ଆପଣଙ୍କୁ ମାର୍ଚ୍ଚ ଶେଷ ସୁଦ୍ଧା ଯେଉଁ କ୍ଷତିପୂରଣ ରାଶି ଆପଣଙ୍କ ଖାତାକୁ ଡାଇରେକ୍ଟ ଡିବିଟି ମାଧ୍ୟମରେ ଛଡ଼ାଯିବ। ଆଉ ଗୋଟେ କଥା କହିବାକୁ ଯାଉଛି ଯେ କି ଯେଉଁ ଚାଷୀ ଭାଇମାନେ ଅଛନ୍ତି, ଯେଉଁ ମାଲିକମାନେ ଅଛନ୍ତି ଯାହାଫଳରେ ସେମାନଙ୍କୁ ଜବରଦସ୍ତି ଧାନ ଦେବା ପାଇଁ ବାଧ୍ୟ କରୁଛନ୍ତି, ତା ସହିତ ସେମାନଙ୍କ ବିଲ ନଷ୍ଟ ହେଲା ପରେ ବି ସେମାନେ ଦାବି କରୁଛନ୍ତି ଧାନ ଆଣି ଦିଅ, କିନ୍ତୁ ସେଇ ଟାଇପ୍ର ମୂର୍ଖ ଯେଉଁ ଜମିଦାରମାନେ ଅଛନ୍ତି, ଯେଉଁ ସାମନ୍ତବାଦୀ ବ୍ୟବସ୍ଥା ମାନେ, ସେଇମାନଙ୍କୁ କହିବା ଚାହୁଁଛି ଯେ କି ଗୋଟେ ଲୋକ ଯେତେବେଳେ ତୁମ ବିଲ ନେଇ ସେ ଚାଷ କରୁଛନ୍ତି, ଧାନ ନଷ୍ଟ ହୋଇଲା, ସେ ଆଣି ଦେବେ କେଉଁଠି? ଯେଉଁ ଏ ବର୍ଷ 25 ନୁହେଁ ଆଗାମୀ ଯେତେ ବର୍ଷ ବି ନଷ୍ଟ ହେବ ସେମାନଙ୍କୁ ଧାନ ଛାଡ଼ କରାଯାଉ। ତା ସହିତ ଯେଉଁ ଭାଇମାନେ ଚାଷ କାର୍ଯ୍ୟ କରିଥିଲେ ସେମାନଙ୍କୁ ଗୋଟେ କମ୍ପନସେସନ୍ ଦେଉଛନ୍ତି ଆମ ଓଡ଼ିଶା ସରକାର, ତୁରନ୍ତ ଯାଇ 20 ତାରିଖ ସୁଦ୍ଧା ଆପ୍ଲାଏ କରନ୍ତୁ। ଲାଷ୍ଟ ଯଦି 20 ତାରିଖ, ତାପରେ ଆପ୍ଲାଏ କରିବା ଗ୍ରହଣଯୋଗ୍ୟ ହେବ ନାହିଁ। ଆଉ ମୋ ଭିଡ଼ିଓଟା ଯଦି ଭଲ ଲାଗୁଛି ସମସ୍ତେ ଟିକେ ସେୟାର କରିଦିଅନ୍ତୁ, ଇନଫର୍ମେସନ୍ ଦେଇଦିଅନ୍ତୁ।